ବଦଳି ଯାଇଛି ଗୁଣ୍ଡିଚା ରଥର ରୂପରେଖ। ରଥରେ ଲାଗୁନି ଶିଆଳି ଲତା। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳରେ ଦୀର୍ଘ ବର୍ଷ ହେଲା ରଥଯାତ୍ରା ପାଳିତ ହୋଇ ଆସୁଛି। ବର୍ତ୍ତମାନ ବଡ଼ବିଲ ପୌରାଞ୍ଚଳର 4ଟି ସ୍ଥାନରେ ରଥଯାତ୍ରା ପାଳିତ ହୁଏ। ତେବେ ସମୟର ପରିବର୍ତ୍ତନ ସହ ଗୁଣ୍ଡିଚା ରଥର ରୂପରେଖ ମଧ୍ୟ ବଦଳି ଯାଉଥିବା ପରିଲକ୍ଷିତ ହେଉଛି। ପୂର୍ବରୁ ଜଙ୍ଗଲରୁ କାଠ ଆଣି ପାରମ୍ପରିକ ରୀତିରେ ରଥ ନିର୍ମାଣ କରାଯାଉଥିବା ବେଳେ ବର୍ତ୍ତମାନ କେତେକ ସ୍ଥାନରେ ଲୁହାର ରଥ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ସେହିପରି ବର୍ଷ ବର୍ଷ ଧରି ରଥ ଟାଣିବା ନିମନ୍ତେ ଗଛର ବକଳରେ ତିଆରି ମଜବୁତ ଦଉଡ଼ି ଓ ଶିଆଳି ଲତାକୁ ବ୍ୟବହାର କରାଯାଉଥିଲା। ଗାଁ ଗହଳରୁ ରଥଯାତ୍ରା ଦେଖିବାକୁ ଆସୁଥିବା ଲୋକେ ରଥରେ ଲଗାଯାଇଥିବା ଶିଆଳି ଲତାରୁ ଟିକିଏ ଛିଣ୍ଡେଇ ଯତ୍ନର ସହିତ ଘରକୁ ନେଉଥିଲେ। ଲୋକଙ୍କ ବିଶ୍ୱାସ ଯେ ରଥରେ ଲାଗିଥିବା ଶିଆଳି ଲତାରୁ ଟିକିଏ ଆଣି ଗୁହାଳ ଚାଳରେ ଖୁଞ୍ଚିଲେ ଘରେ ପାଳନ କରାଯାଉଥିବା ଗାଈ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁଙ୍କ ବଂଶ ବୃଦ୍ଧି ପାଇଥାଏ। ତେବେ ବର୍ତ୍ତମାନ ରଥ ଟଣାରେ ମଧ୍ୟ ପ୍ଲାଷ୍ଟିକ ଦଉଡ଼ି ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି।